ତ ପି ମିଶ୍ର ତୋତେ କହିଦେବାକୁ ଚାହେଁ ଯେ ଯୀଶୁ ଖ୍ରୀଷ୍ଟ ଆମ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଆସିନାହାନ୍ତି, ସମସ୍ତ ମାନବ ଜାତି ପାଇଁ ଆସିଛନ୍ତି। ଏମିତିକି ତୋ ପାଇଁ ହିନ୍ଦୁମାନଙ୍କ ପାଇଁ ମଧ୍ୟ ଆସିଛନ୍ତି। ସେ କି କ'ଣ ଖ୍ରୀଷ୍ଟିଆନ ମାନଙ୍କର ଈଶ୍ୱର କି? ନାଇଁ 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 ନାଇଁ, ସେ ସମସ୍ତଙ୍କର ଈଶ୍ୱର। ତେଣୁକରି ଆମେ ଦେଖିବା ରୋମିଓ ପୁସ୍ତକରେ ଲେଖିଛନ୍ତି ସାଧୁ ପାଉଲ 3 ଅଧ୍ୟାୟର ତାର 29 ପଦରେ ଆମେ ପଢ଼ିବା, କିମ୍ବା ଈଶ୍ୱର କି କେବଳ ଜିହୁଦୀ ମାନଙ୍କର ଈଶ୍ୱର? ସେ କି ଅଣଜିଦୀ ମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ହଁ, ଅଣଜିଦୀ ମାନଙ୍କର ମଧ୍ୟ ସେ ସମସ୍ତଙ୍କର ଈଶ୍ୱର। ତୁ ଯାହାକୁ ଗାଳି ଦଉଛୁ, ଯାହା ବିରୁଦ୍ଧରେ କହୁଛୁ, ସିଏ ତୋ ଈଶ୍ୱର, ସମସ୍ତଙ୍କର ଈଶ୍ୱର। ତ ବାଇବେଲ ପଢ଼ିବେ, ଦେଖିବା ଆମେ, କାରଣ ସେ ଜଗତ ସମସ୍ତ ମାନବ ଜାତି ନିକଟ ପାଇଁ ଆସିଛନ୍ତି। ସମସ୍ତ ମାନବ ଜାତି ମାନେ ସେଠି କୌଣସି ଧର୍ମ କର୍ମ ନାହିଁ। ତ ଆମେ ଦେଖିବା ମାର୍କ 16:15 ପଦରେ କ'ଣ କହୁଛି ଯୀଶୁ। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମେ ମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ସମୁଦାୟ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ସମସ୍ତେ ହିଁ ଯୀଶୁଙ୍କର ସନ୍ତାନ ସନ୍ତତି। ନହେଲେ ଏଇଠି କହିଥାନ୍ତା ପୁଣି ଅଣଜିହୁଦୀ ମାନଙ୍କ ପାଖକୁ ଯାଅ, ନା ଜିହୁଦୀ ମାନଙ୍କ ପାଖକୁ ଯାଅ, ଖ୍ରୀଷ୍ଟିଆନ ମାନଙ୍କ ପାଖକୁ ଯାଅ, ଏଠି କହିଥାନ୍ତା। ପୁଣି ଏଠି କୁହାଯାଇଛି ସମଗ୍ର ଏ ପୃଥିବୀରେ ଯେତେ ଲୋକମାନେ ଅଛନ୍ତି, ଯେତେ ବିଜାତୀୟ ଲୋକ ଅଛନ୍ତି, ସେମାନଙ୍କ ନିକଟକୁ ଯାଇ ପ୍ରଭୁଙ୍କର ବାକ୍ୟ ବା ମୋର ବାକ୍ୟ ସୁସମାଚାର ଘୋଷଣା କର। ଆଉ ମୁଁ କହିଦେଉଛି ତପି, ଆଉ ଲେଖା ହେଇଛି ଯେଉଁମାନେ ଶୁଣିବେ ନାହିଁ ସେମାନେ ଦଣ୍ଡ ଆଜ୍ଞା ପାଇବେ। ତ ଯେତେ ଛଟପଟ ହଉଛୁ ହଉଥା, ସେଥିରେ ଆମର କିଛି ଯାଏ ଆସେ ନାହିଁ। ଏମିତି ସମୟ ଆସିବ ଆଣ୍ଠୁ କୁତି ତୁ କାନ୍ଦିବୁ ଯୀଶୁଙ୍କ ଆଗରେ। ସେ ସମୟ ଆସୁଛି ଯୋଗେ, ସେ ସମୟ ଆସୁଛି, ପହଞ୍ଚିଲାଣି, ପହଞ୍ଚିବ ବି। ସେଦିନ କାନ୍ଦିବୁ, କିନ୍ତୁ ଉଦ୍ଧାର କରିବାକୁ ତ କେହି ନଥିବେ। ମୋ ସତ କଥା କହୁଛି, କାନ୍ଦେ ତୁ ଯେତେ କାନ୍ଦୁଛୁ କାନ୍ଦେ। ତେଣୁକରି ରହିଲି, ପ୍ରଣାମ, ଜୟ ଯୀଶୁ।